यो दूरକୁ ଯିବ ନା ଜୟ ଜଗନ୍ନାଥ ସାଙ୍ଗମାନେ ମୁଁ ବର୍ତ୍ତମାନ ଆସି ପହଞ୍ଚିଛି ଅସୁରେଶ୍ୱର ବ୍ରିଜରେ ଆମର ହୀରାକୁଦର ଯେଉଁ 20ଟି ଜଳଭଣ୍ଡାରରୁ ଗେଟ୍ ଛାଡ଼ିଥିଲା ପାଣି ମୁଁ ବର୍ତ୍ତମାନ ସେ ପାଣିର ଦୃଶ୍ୟ ଆପଣଙ୍କୁ ଦେଖାଉଛି। ଆମର ଏଇ ବ୍ରିଜରେ ଅତିକ୍ରମ କରୁଛି ଏଇ ପାଣିଟା ପୁରା ସମୁଦ୍ରକୁ ପଡ଼ିଛି। ଆମର ମୁଣ୍ଡୁଳିରୁ ଏ ପାଣି ଛାଡ଼ିଛି ମୁଣ୍ଡୁଳି ବ୍ୟାରେଜରେ ହୀରାକୁଦ ଛାଡ଼ିଲା, ତାପରେ ମୁଣ୍ଡୁଳି ବି ଛାଡ଼ିଲା। ମୁଣ୍ଡୁଳି ଛାଡ଼ିଲା ପରେ ମହାନଦୀରୁ ଆସିକି ଚିତ୍ରତଳାରେ ପଡ଼ିଲା। ଚିତ୍ରତଳାରେ ଲୁଣା ନଈଟା ବହି ଯାଇଛି ପୁରା ପାରାଦୀପ। ଏଇ ଯେଉଁ ଦୃଶ୍ୟ ଦେଖୁଛନ୍ତି ଏକର ଦୃଶ୍ୟଟା ଏଇଟା ପୁରା ତଳିଆ ଅଞ୍ଚଳ ଦୃଶ୍ୟଟା। ଏଇଟା ଧୀରେ ଧୀରେ ଏମିତି ଯାଇକି କେନ୍ଦ୍ରାପଡ଼ା କେନାଲ ବ୍ରିଜ ହେଇକା ଦେଇକି ଯାଇଛି। ଆଉ ଏଇ ଯେଉଁ ବ୍ରିଜଟା ଦେଖୁଛନ୍ତି ଏଇଟା ଆମର କଟିକଟାରୁ ତରତ ବ୍ରିଜ ଦେଇକି ଯାଉଛି ଜୟପୁର ପର୍ଯ୍ୟନ୍ତ ପଡ଼ିଛି। ତାରପୁର ପର୍ଯ୍ୟନ୍ତ ପୁରା ଯଦି ବି ଅଧିକା ଜଳବନ୍ୟା ବି ହୁଏ ତାହେଲେ ଏ ବ୍ରିଜର କିଛି ବି କ୍ଷତି ହେବନି। ବହୁତ ବ୍ରିଜ ବି ହାଇଟ୍ ଅଛି, ସେକର ବନ୍ଧ ବି ଆମର ଠିକ୍ ଅଛି। এইপଟେ ଦେଖନ୍ତୁ ଏଇ ତରତ ସାଇଡ୍ ଏଇକର ବନ୍ଧଟା ଭାଇ କ୍ୟାମେରା ଟିକେ ସେପଟରୁ ଦେଖାନ୍ତୁ। ଏଇକର ସାଇଡ୍ଟା ଯେଉଁ ବନ୍ଧ ଦେଖୁଛନ୍ତି ଏଇକର ବନ୍ଧ ଟିକେ ଦୁର୍ବଳ ଅଛି କିନ୍ତୁ ଏଇ ଯେଉଁ ପାଣିଟା ଆସୁଛି ତଥାପି ବର୍ତ୍ତମାନ ଛୁଇଁଗଲାଣି। ଆଉ ଏକରେ ବି ପୁରା ଜଳମଗ୍ନ ହେଇଗଲାଣି, ଧୀରେ ଧୀରେ ପାଣି ଉଠୁଛି। ଦେଖନ୍ତୁ ବର୍ତ୍ତମାନ ଚାଷୀମାନେ ବି ବହୁତ ଅସୁବିଧାର ସମ୍ମୁଖୀନ ହେଲେ। ଯେଉଁମାନେ କଖାରୁ କଲରା ଜହ୍ନି ଫନି ଲଗେଇଥିଲେ ଆମର ସେପଟ ସାଇଡ୍ ପଠାରେ ସେ ସବୁ ଜିନିଷ ବି ଗଛ ବୃକ୍ଷ ସବୁ ଉପୁଡ଼ିକି ଯାଉଛି। ଦେଖନ୍ତୁ କେତେ ଗଛ ବୃକ୍ଷ ଦଳ ଫଳ ଆସୁଛି ସବୁ କେତେ ଜୋରରେ ବର୍ତ୍ତମାନ ସୁଅ ବି ପଇଲାଣି। ଆପଣଙ୍କୁ ତାପରେ ନେକ୍ସଟ ଭିଡ଼ିଓ ଦେଖେଇବି। ଯଦି ଭଲ ଲାଗିଲା ଲାଇକ୍ କମେଣ୍ଟ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।